ମୁଁ ସୁଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ A to Z ଓଡ଼ିଆ ଟ୍ୟୁଟୋରିଆଲ୍ସ। ତ ଆମେ ପୂର୍ବ ଭିଡ଼ିଓ ଗୁଡ଼ିକରେ ଆଲୋଚନା କରିଥିଲେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ସମ୍ପର୍କରେ। ଆଜିର ଏହି ଅଭିନବ ପ୍ରୟାସରେ ଆମେମାନେ ଆଲୋଚନା କରିବା ପାଇଁ ଯାଉଛେ ଯୋଗାଣ ସୂତ୍ର ସମ୍ପର୍କରେ। ଆମେ ଯୋଗାଣ ସୂତ୍ରକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛେ, କିନ୍ତୁ ତାହାର ପ୍ରାକ୍ଟିକାଲି କିଭଳି ୟୁଜ୍ ହୁଏ ତାହାକୁ ଆମେ ଏହି ଜାଣି ସାରିଲା ପରେ ହିଁ ଜାଣିପାରିବା ଯେ ଯୋଗାଣ ସୂତ୍ର ଏମିତି ଭାବରେ କାର୍ଯ୍ୟ କରେ। ତ ଆମେ କୌଣସି ଟମାଟୋକୁ ଏକ୍ଜାମ୍ପଲ୍ ନେଇ ଯଦି ଦେଖିବା, ଯଦି ଟମାଟୋର ପ୍ରାଇସ୍ ବେଶୀ ଅଛି ତାହେଲେ ଆମେ କ'ଣ କରିବା, ସେଥିରେ ବେଶୀ ଆମେ ଯୋଗାଣ କରିବା ପାଇଁ ଚେଷ୍ଟା କରିବା, କାରଣ ଆମେ ବେଶୀ ପ୍ରଫିଟ୍ ପାଇବା ନା ସେଥିରେ। ଯଦି ଟମାଟୋର ପ୍ରାଇସ୍ କମ୍ ଅଛି ତାହେଲେ ଆମେ ଯୋଗାଣ କମ୍ କରିବା, ସେଥିରେ ଆମକୁ କମ୍ ପ୍ରଫିଟ୍ ମିଳିବ। ବେଶୀ ଯୋଗାଣ କଲେ କି ଲାଭ? ତ ସେହିଭଳି ଭାବରେ ଯୋଗାଣ ସୂତ୍ର କ'ଣ? ତ ଯୋଗାଣ ସୂତ୍ର କହିଲେ ଆମେ ପ୍ରଥମେ ଦେଖିବା ମନୁଷ୍ୟ ତା'ର ଅଭାବ ପୂରଣ ନିମିତ୍ତ ତା'ର ଅଭାବ ପୂରଣ କରିବା ପାଇଁ ଦ୍ରବ୍ୟ ବା ସେବାର ଉପଭୋଗ କରିଥାଏ। ସେ କ'ଣ କରେ? ଦ୍ରବ୍ୟ ତଥା ସେବାର ଉପଭୋଗ କରିଥାଏ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ। ଗୋଟେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜଣେ ବିକ୍ରେତା ଯେଉଁ ପରିମାଣର ଦ୍ରବ୍ୟ ଅର୍ପଣ ଥାଏ, ଅର୍ଥାତ୍ ବଜାରରେ ଯେତେ ପରିମାଣ ଦ୍ରବ୍ୟ ଅର୍ପଣ କରେ ତାହାକୁ ଯୋଗାଣ ବୋଲି କୁହାଯାଏ, ଯେତେ ପଠାଏ। ଏହି ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନ ମଧ୍ୟରେ ଦର ଅନ୍ୟତମ। ତ ଦର ନିଶ୍ଚିତ ଭାବରେ ଯୋଗାଣକୁ ପ୍ରଭାବିତ କରେ। ଦର ବୃଦ୍ଧି ହେଲେ ଆମେ ଯୋଗାଣ ବେଶୀ କରୁ, ଦର କମ୍ ହେଲେ ଆମେ ଯୋଗାଣ କମ୍ କରୁ। ଅର୍ଥାତ୍ ଟମାଟୋର ଦର ଯଦି 100 ଟଙ୍କା ଅଛି, ଆମେ ନିଶ୍ଚିତ ଭାବରେ ବେଶୀ ଟମାଟୋ ସପ୍ଲାଏ କରିବା। ଏବଂ ଟମାଟୋ ଯଦି 5 ଟଙ୍କା ଅଛି ତାହେଲେ ଆମେ ସପ୍ଲାଏ କରିବା କି? ସପ୍ଲାଏ କଷ୍ଟ ତ ବେଶୀ ପଡ଼ିଯିବ ଆମକୁ। ଏହି ଦର ଓ ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯୋଗାଣ ସୂତ୍ରରେ ଅଧ୍ୟୟନ କରାଯାଇଥାଏ। ତାପରେ ସଂଜ୍ଞା। ଯେତେବେଳେ ଆମେ କୌଣସି ଲଙ୍ଗ କୋଶ୍ଚିନ୍ ଲେଖୁଛେ, ଉପକ୍ରମ, ସଂଜ୍ଞା, ସର୍ତ୍ତାବଳୀ, ବ୍ୟାଖ୍ୟା ଏବଂ ବ୍ୟତିକ୍ରମ 5ଟି ପଏଣ୍ଟକୁ ସର୍ବଦା ମନେ ରଖି ଲେଖିବାକୁ ପଡ଼ିବ। ଅନ୍ୟ ସମସ୍ତ ଉପାଦାନ ସ୍ଥିର ରଖି ଯେତେବେଳେ ଦ୍ରବ୍ୟର ଦରରେ ବୃଦ୍ଧି ହୁଏ, ଅର୍ଥାତ୍ ଅନ୍ୟ ସମସ୍ତ ଉପାଦାନକୁ ଆମେ ସ୍ଥିର ରଖିବା ଏବଂ ଦରରେ ବୃଦ୍ଧି କରିବା। ବୃଦ୍ଧି କରିବା ଦ୍ୱାରା କ'ଣ ହେବ ଏବଂ ହ୍ରାସ କରିବା ଦ୍ୱାରା କ'ଣ ହେବ? ଯେତେବେଳେ ଦ୍ରବ୍ୟର ଦର ଅର୍ଥାତ୍ ଟମାଟୋ ଦରକୁ ବୃଦ୍ଧି କରୁଛି, ଯୋଗାଣର ପରିମାଣ ମଧ୍ୟ ବୃଦ୍ଧି ହେବ, କାରଣ ବେଶୀ ପ୍ରଫିଟ୍ ମିଳିବ। 100 ଟଙ୍କା ଯଦି କିଲୋ ଅଛି ତାହେଲେ ଆମେ ବେଶୀ ପ୍ରଫିଟ୍ ପାଇବା। ଏବଂ ଦର ଯଦି ହ୍ରାସ ଅଛି ଆମେ ସପ୍ଲାଏ ମଧ୍ୟ ଟିକେ କମ୍ କରିବା, କାରଣ ଲାଭ କମ୍ ଅଛି। ତ ସର୍ତ୍ତାବଳୀ ଗୁଡ଼ିକ, ଏହି ସର୍ତ୍ତାବଳୀ ଲାଗୁ ହେଲେ ହିଁ ଯୋଗାଣ ସୂତ୍ର କାମ ଆସିବ। ଜଣେ ବିକ୍ରେତା ଜଣକ ସ୍ୱାଭାବିକ ହୋଇଥିବା ଆବଶ୍ୟକ। ତ ବିକ୍ରେତା ଜଣକ କ'ଣ ହେବା ଆବଶ୍ୟକ? ସ୍ୱାଭାବିକ ହେବା ଆବଶ୍ୟକ। ସମ୍ପର୍କୀୟ ଦ୍ରବ୍ୟର ଦର ସ୍ଥିର ରହିବ। ଉତ୍ପାଦନ କୌଶଳରେ କୌଣସି ପରିବର୍ତ୍ତନ ହେବ ନାହିଁ, ଅର୍ଥାତ୍ କୌଣସି ଆମେ ଟେକ୍ନୋଲୋଜିର ୟୁଜ୍ କରିବା ନାହିଁ। ଉତ୍ପାଦନ ଯାହା ୟୁଜ୍ ହେଉଛି ତାହା। ଉତ୍ପାଦନର ସାଧନମାନଙ୍କର ଦର ଅପରିବର୍ତ୍ତିତ ରହିବ। ଯେଉଁ ମେସିନାରୀ ସାମାନ ହେଲା ସେହି ସାଧନ ଗୁଡ଼ିକ ମଧ୍ୟ ଆମେ ଅପରିବର୍ତ୍ତିତ କରି ରଖିବା। ସେହିପରି ସରକାରଙ୍କର ନୀତିରେ ମଧ୍ୟ କୌଣସି ପରିବର୍ତ୍ତନ ହେବା ଆବଶ୍ୟକ ନୁହେଁ, କାରଣ ସବସିଡ଼ି ଏସବୁ ଜିନିଷ ଦେଲେ ମଧ୍ୟ ପ୍ରଭାବିତ କରିଦେବ। ତାପରେ ଆସିଲା ବ୍ୟାଖ୍ୟା। ଯୋଗାଣ ସୂତ୍ରକୁ ଆମେ ଉଭୟ ସାରଣୀ ଏବଂ ରେଖାଚିତ୍ର ମାଧ୍ୟମରେ ଦେଖିବା। ତ ପ୍ରଥମେ ଆମେ ସାରଣୀ ସମ୍ପର୍କରେ ଦେଖିବା, ତାପରେ ଆମେ ରେଖାଚିତ୍ର ସମ୍ପର୍କରେ ଟିକେ ଦେଖିବା। ତ ପ୍ରଥମେ ସାରଣୀରେ ଆମେ ଦେଖିବା ଯେ ଯେତେବେଳେ ଟମାଟୋ ଦର 10 ଟଙ୍କା ଥିଲା, ସେତେବେଳେ ଆମେ କେତେ ଏକକ କରୁଛେ? 8 kg ସପ୍ଲାଏ କରୁଛେ। 12 ଟଙ୍କା ଯେତେବେଳେ ହେଲା ଆମେ ଭାବିଲେ ଯେ ବେଶୀ ପ୍ରଫିଟ୍ ମିଳିବ, ସେଥିପାଇଁ ଆମେ 13 kg ସପ୍ଲାଏ କରୁଛେ। ଯେତେବେଳେ ଦର 14କୁ ବୃଦ୍ଧି ହୋଇଯାଇଛି ଆମେ ଆଉ ଟିକେ ବେଶୀ ସପ୍ଲାଏ କରିଛେ। ଯେତେବେଳେ 16 kg ହେଇଛି ସେତେବେଳେ ଆଉ ଟିକେ ସପ୍ଲାଏ କରିଛେ। ଏବଂ ଯେତେବେଳେ 18 ଦର ଅଛି ସେତେବେଳେ ଆମେ 28 କିଲୋ ସପ୍ଲାଏ କରୁଛେ। ଏଠାରେ ୟୁ ଲେଖିଦେବ ବା ୟୁନିଟ୍ ବା ଏକକ। ଯେତେବେଳେ ଦ୍ରବ୍ୟର ଦର 10 ଥିଲା, ବିକ୍ରେତା ଜଣକ 8 ଏକକ ଯୋଗାଣ କରୁଥିଲେ। 10 ଥିଲା ବେଳେ 8 ଏକକ ଯୋଗାଣ କରୁଥିଲେ ଏବଂ ଦ୍ରବ୍ୟର ଦର 12କୁ ବୃଦ୍ଧି ହେବାରୁ ଦର ଯେତେବେଳେ 12 ଟଙ୍କାକୁ ବୃଦ୍ଧି ହେଇଛି, ଏଠାରେ ରୁପିଜ୍ର ଚିହ୍ନ ରହିବ, ଯୋଗାଣର ପରିମାଣ 13 ଏକକ ହୋଇଛି। ସେହିଭଳି ଭାବରେ ଦ୍ରବ୍ୟର ଦର ଯେତେବେଳେ 14, 16, 18କୁ ବୃଦ୍ଧି ହେବାରୁ ଏହା ଯୋଗାଣ ପରିମାଣ ଯଥାକ୍ରମେ ବୃଦ୍ଧି ହୋଇ 18 ଏକକ
23 एकक ଏବଂ 28 एककକୁ ବୃଦ୍ଧି ପାଇଛି। ତାପରେ ଆସିଲା ଯୋଗାଣ ରେଖା। ଯୋଗାଣ ରେଖାରେ ଦୁଇଟି ଏକ୍ସ ଏକ୍ସିସ୍ ୱାଇ ଏକ୍ସିସ୍, ଏକ୍ସ ଅକ୍ଷରେ କ୍ୱାଣ୍ଟିଟି ଏବଂ ୱାଇ ଏକ୍ସିସ୍ରେ ପ୍ରାଇସ୍ ରହିବ, ଅର୍ଥାତ୍ ଅକ୍ଷ। ତାପରେ ଆସିଲା ଯୋଗାଣର ପରିମାଣ, ଏଥିରେ ଦର ରହିବ। ଯେତେବେଳେ ଆମର ଦର କେତେ ଥିଲା, P1 ଥିଲା, ଆମେ କେତେ ଯୋଗାଣ Q1 କଲେ, ଯେତେବେଳେ ବୃଦ୍ଧି ହୋଇକି P2କୁ ହେଲା, P2 ହେବା ଦ୍ୱାରା Q2 ହେଲା, ସେହିପରି P3 ହେଲା ବେଳେ P3ଟା Q3କୁ ବୃଦ୍ଧି ହୋଇଛି ଏବଂ ଯୋଗାଣ ରେଖାଟି ଏପରି ସପ୍ଲାଏ ରେଖା ସୃଷ୍ଟି ହୋଇଛି। ଉକ୍ତ ରେଖାଚିତ୍ର ଏକ୍ସ ଅକ୍ଷ ଯୋଗାଣର ପରିମାଣ, ୱାଇ ଅକ୍ଷ ଦ୍ରବ୍ୟ ଦର ମାପ ହେଉଛି। ଏ ବିନ୍ଦୁରେ ଦ୍ରବ୍ୟର ଦର OP1 ଥିଲାବେଳେ ଯୋଗାଣର ପରିମାଣ Q1 ହୋଇଛି। ବି ବିନ୍ଦୁରେ OP2କୁ ବୃଦ୍ଧି ହେବାରୁ ଯୋଗାଣ ପରିମାଣ ମଧ୍ୟ OQ2କୁ ବୃଦ୍ଧି ହୋଇଛି। ସେହିଭଳି ଭାବରେ ସି ବିନ୍ଦୁରେ ଦ୍ରବ୍ୟର ଦର OP3କୁ ବୃଦ୍ଧି ହେବାରୁ ଯୋଗାଣର ପରିମାଣ OQ3କୁ ବୃଦ୍ଧି ହୋଇଛି ଏବଂ ଏ ବି ସି ବିନ୍ଦୁ ଦ୍ୱାରା ଗୋଟେ ରେଖା ସୃଷ୍ଟ ହୋଇଛି, ଯାହାକୁ ଯୋଗାଣ ରେଖା କୁହାଯାଏ ଏବଂ ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହେଇଛି, ଉପରକୁ ଉଠିଛି। ସୀମାବଦ୍ଧତା ଏବଂ ବ୍ୟତିକ୍ରମ କ'ଣ ରୁଲ୍ ରେଷ୍ଟ୍ରିକ୍ସନ୍ ରହିଛି। ବିରଳ ଦ୍ରବ୍ୟ, ଯାହାକି ମିଳିବା କଷ୍ଟକର, ଯେଉଁ ମୂଲ୍ୟ ଯାହା ମିଳିବା ଦୁର୍ଲଭ। କୋହିନୂର ହୀରା, ମୟୂର ସିଂହାସନ, ମୋନାଲିସା ଭଳି ଚିତ୍ର ବିରଳ ଦ୍ରବ୍ୟ ଗୁଡ଼ିକ କ୍ଷେତ୍ରରେ ଦର ବୃଦ୍ଧି ହେଲେ ମଧ୍ୟ ଏହାର ଯୋଗାଣ ପରିମାଣ ସ୍ଥିର ଥାଏ, ଅର୍ଥାତ୍ କୌଣସି ପରିବର୍ତ୍ତନ ହୁଏ ନାହିଁ, ଅର୍ଥାତ୍ ତାହା ଯେତେ ଅଛି ସେତେ ସେ ରହିବ। P1 ଯେତେ ଅଛି ସେଟା ମଧ୍ୟ ସେତେ ରହିବ। ଏଥିରେ 90 ଡିଗ୍ରୀ ହୋଇଥାଏ, ଚେଞ୍ଜେସ୍ ଦେଖାଯାଏ ନାହିଁ। ଏହି ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ରେଖା ଉଲମ୍ବ ହୋଇଥାଏ, ଅର୍ଥାତ୍ କୌଣସି ପରିବର୍ତ୍ତନ ଦେଖାଦେଇ ନଥାଏ, ଏପରି ଉଲମ୍ବ ହୋଇ ରହିଥାଏ। ତାପରେ ଆସିଲା ଶ୍ରମ ଯୋଗାଣ। ଶ୍ରମ ଯୋଗାଣ କ୍ଷେତ୍ରରେ ମଧ୍ୟ ଯୋଗାଣର କ୍ରମ ଯୋଗାଣ କ୍ଷେତ୍ରରେ ମଧ୍ୟ ସୂତ୍ର ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୁଏ ନାହିଁ। ଜରୁରୀ ହାର ବୃଦ୍ଧି ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବା ପରେ ଶ୍ରମ ଯୋଗାଣ ହ୍ରାସ ପାଇଥାଏ। ଏହି କ୍ଷେତ୍ରରେ ଯୋଗାଣର ପଶ୍ଚାତଗାମୀ ହେବାରେ ଦେଖିବାକୁ ମିଳିଥାଏ, ଅର୍ଥାତ୍ ଯେତେବେଳେ ଆମେ କ'ଣ କହୁଛେ, ଶ୍ରମିକ ଲଗାଉଛେ, ସେତେବେଳେ ଯଦି ମଜୁରୀ ହାର ବୃଦ୍ଧି ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବା ପରେ ବୃଦ୍ଧି ହେଇଛି, ତାହେଲେ ସେ ଆଉ କାମକୁ ଯିବ କି? ନା, ମୁଁ ବେଶୀ ଟଙ୍କା ପାଇସାରିଲିଣି, ଆଉ ସେ ଯିବାକୁ ଇଚ୍ଛା ପ୍ରକାଶ କରିବେ, ମଝିରେ ଦିନେ ଛୁଟି କରିବ। ସେତେବେଳେ ସେ କ'ଣ ହେବ ନା, କର୍ଭ ଭଳିଆ ଟିକେ ହେବ। ତାପରେ ଆସିଲା ଗୋଦାମ ଖାଲି ବିକ୍ରି ନୀତି। ତ ବିକ୍ରେତା ତାଙ୍କର ଗଚ୍ଛିତ ଦ୍ରବ୍ୟକୁ ବିକ୍ରି କରିବା ପାଇଁ କମ୍ ଦରରେ ଅଧିକ ଯୋଗାଣ କରିଥାନ୍ତି, ଏହାକୁ ଗୋଦାମ ଖାଲି ବିକ୍ରି ବୋଲି କୁହାଯାଏ। ଏହି କ୍ଷେତ୍ରରେ ମଧ୍ୟ ଯୋଗାଣ ସୂତ୍ର କାର୍ଯ୍ୟକାରୀ କରେ ନାହିଁ, ଅର୍ଥାତ୍ ପ୍ରାଇସ୍ କମ୍ ହେଉଛି ଏବଂ ଆମେ ବେଶୀ ସପ୍ଲାଏ କରୁଛେ, ଏତେ ଆମ ସୂତ୍ର କହୁଛି ଦର ବଢ଼ିଲେ ଯୋଗାଣ ବଢ଼ିବ। ଏଠାରେ ଅପୋଜିଟ୍ ଅଛି, ଅର୍ଥାତ୍ ଏଠାରେ ଆମେ ଫ୍ଲିପକାର୍ଟ ଯେତେବେଳେ କିଣୁଛେ ବା ଆମାଜନରେ, ମିନ୍ତ୍ରାରେ ହେଉ, ମିଶୋରେ ହେଉ, ସେ ସମୟରେ ଆମେ ଦେଖିବାକୁ ପାଉ ଯେଉଁ ଦ୍ରବ୍ୟ ଗୁଡ଼ିକ ଷ୍ଟକ୍ରେ ଅଛି ତାହାକୁ ଆମେ କମ୍ ଦାମରେ ବିକିଦେବା। ସେପରି ନିଲାମ ବିକ୍ରି, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟକୁ ବଜାରରେ ନିଲାମ କରାଗଲେ ଯେଉଁ ବ୍ୟକ୍ତି ଅଧିକ ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ହୁଅନ୍ତି, ସେ ଦ୍ରବ୍ୟକୁ କ୍ରୟ କରିଥାନ୍ତି। ଏଠାରେ ନିଲାମ ହେଉଥିବା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଲେ ମଧ୍ୟ ଯୋଗାଣ ସ୍ଥିର ରହିଥାଏ, ଅର୍ଥାତ୍ ଯେଉଁ ଦ୍ରବ୍ୟଟି ରହିଛି ତାହା ସ୍ଥିର ଅଟେ, ତାହା କୌଣସି ପରିବର୍ତ୍ତନ ନାହିଁ, ସେ ଯେତେ ଅଛି ସେତେ ରହିବ, କିନ୍ତୁ ତା'ର ପ୍ରାଇସ୍ ଟିକେ ବୃଦ୍ଧି ହେବାରେ ଲାଗିବ। ତାପରେ ଆସିଲା ବିକ୍ରେତାଙ୍କର ନଗଦ ମୁଦ୍ରାର ଆବଶ୍ୟକତା। ବିକ୍ରେତାଙ୍କୁ ନଗଦ ମୁଦ୍ରାର ଆବଶ୍ୟକତା ହେଲେ ସେ କମ୍ ଦରରେ ଅଧିକ ଯୋଗାଣ କରିଥାନ୍ତି। ଏହା ହେଉଛି ଯୋଗାଣ ସୂତ୍ରର ବ୍ୟତିକ୍ରମ ଅଟେ। ଯେତେବେଳେ କୌଣସି ସପୋଜ୍ ଆମେ ସମସ୍ତେ ତ ଚାଷ କରୁଛୁ, ଯେତେବେଳେ ପଇସାର ଆବଶ୍ୟକତା ହୁଏ, ଆମେ କମ୍ ଦର ହେଲେ ମଧ୍ୟ ସେ ଧାନକୁ ଆମେ ଦେଇଥାଉ, କାରଣ ପଇସାର ଅଭାବ ଦେଖାଦେଇଥାଏ। ଯେପରି ଆମେ ଦେଖିପାରିବା, ଋଣ ପରିଶୋଧ ନିମନ୍ତେ ଚାଷୀକୁ ନଗଦ ମୁଦ୍ରା ଆବଶ୍ୟକତା ହେଲେ ସେ କମ୍ ଦରରେ କ'ଣ କରିଥାଏ, ନିଜ ଫସଲକୁ ବିକ୍ରି କରିଥାଏ। ତାପରେ ଆସିଲା ଅଣଦର ଉପାଦାନ, ଅର୍ଥାତ୍ ପ୍ରାଇସ୍କୁ ଛାଡ଼ି ଯାହା ରହିଲା। ଦର ସ୍ଥିର ରହି ଉତ୍ପାଦନ କୌଶଳ, ସାଧନ ଏବଂ ଦର ଇତ୍ୟାଦି ପରିବର୍ତ୍ତନ ହେଲେ ମଧ୍ୟ ଯୋଗାଣରେ ପରିବର୍ତ୍ତନ ମଧ୍ୟ ଦେଖାଯାଏ। ପରବର୍ତ୍ତୀ ସମୟରେ ଆମେ ବଜାର ସମ୍ପର୍କରେ ଟିକେ ଆଲୋଚନା କରିବା, ଆଉ ଅନ୍ୟ ସୂତ୍ର ଗୁଡ଼ା ରହିଛି, ଆଉ ଯାହା ବି ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ ଯାହା ଆବଶ୍ୟକତା ରହିଛି, କେଉଁ ଭିଡ଼ିଓ ଆବଶ୍ୟକ, ଏବଂ ନୂତନ ଭିଡ଼ିଓରେ ଦେଖା ହେବା।